यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज मौसा आलोचना करिवा भक्तर भक्ति बुझीगला। प्रभु सदा सर्वदा भक्त पाई कौन होती आखिरे नित्य भक्त बड़ ना भगवान बड़ मन कई क्या उणा नुह से सब भक्त बड़ होमी तुम देख शिवस्व ब्राह्मण तार एत भक्त प्रभु छाती कौन करता पदाघात करता प्रभु रागी आलिंगन कर एवं भल कथा मन कर दिने लक्ष्मी नारायण कथोपकथन हो नारायण क्षीराब्दी सागर शयन था यही समय हसी देले किए से नारायण लक्ष्मी से जानी पके कहले नारायण हसिले माने कौन गोटे मुख्य कारण अच्छी यार गोटे मर्म अच्छी कहले प्रभु आपण कहीं हसिले नारायण कहले ना लक्ष्मी जो रिजिड हो गले रागी गले नारायण सदा सदा लक्ष्मी की कौन करती क्रोधान्वित करने को भल पाती क्या टेरी लोक हसिले रागी गले भल देखा जाए नारायण से कौन कले रगे लक्ष्मी तो रागी गले नारायण से बुझे लक्ष्मी तुम कहूँ गोटे कथा मन रखी था सबू कर मो पिता माता केबे अवहेला कर कथा कहीदे लक्ष्मी विस्मय हो गले जी जगतर स्रष्टा जी जगतर पिता ब्रह्मांड माल माल हो चालू मो कुटे विराज सपना गोटी जीव जार उदर परिवेष्टित ताकर फिर बाप माँ किया है लक्ष्मण विचलित बहुत काकुति नदी पर नारायण के पचार प्रभु सत कह वास्तव मत तुम पिता माता किए नारायण जी लक्ष्मी तुम जगतर पड़ी रात्रि तुम कौन जापर मो बाप माँ कि से प्रभु किए से मत कहते जामाया देव गोचर काऊ जाने नर छा आपण माया तो कई जापर तेणु आप मत खोलिकी कह से प्रभु कहले भकत मो पिता माता भकत मो बंधु भकत नाम निमंते नाम मोर कृपा लक्ष्मी मोर पिता माता होती मोर भक्त तुम सब कर मो भक्त को केवे हैरान कर भक्त कि मु कौन हूँ मर्त्य मंडल अवतारण कि सुंदर कथा ताले सेमतिया भक्त किए बुझे आज नारायण कौन कर लक्ष्मी की कथोपकथन परी नारायण आज कौन कर अर्जुन को कहला प्रकृत अंतिम पर्याय कलिर शेष समय वास्तव मत भक्त किए कहले नाना शास्त्र पढ़िण तू भूलिण न मोर आसन रे बसी एका नाम लय कर से नाम मोहर भकत हो अटई अर्जुन जे करई मोर नाम
ଶ୍ରବଣ କୀର୍ତ୍ତନ। କହିଲେ ହେ ଅର୍ଜୁନ, ନାନା ଶାସ୍ତ୍ର ପଢ଼ିନ ତୁ ଭୁଲିନ ନନ ମୋର। ଅଷ୍ଟାଦଶ ପୁରାଣ ରହିଛି, ଅନେକ ଶାସ୍ତ୍ର ପୁରାଣ ରହିଛି, ବେଦ ବେଦାନ୍ତ ଉପନିଷଦ ଅନେକ ରହିଛି। କହିଲେ ତୁ ତାକୁ ପଢ଼ିକି ମତିଭ୍ରମ ହୁଅ ନାହିଁ। ବୁଝି ହଉଛି ନା? ଆସନରେ ବସି ଏକା ନାମ ଲୟ କର। ତୁ ସଦା ସର୍ବଦା ନାମକୁ ଲୟ କର। କଳିଯୁଗରେ ନାମ ସାର। ହେ ଅର୍ଜୁନ, ଯିଏ ନାମକୁ ଲୟ କରେ ସିଏ କଣ ଶୁଣୁ। ସେ ମୋହର ଭକତ ହୋ ଅଟଇ ଅର୍ଜୁନ। ସେ ମୋର ଅନ୍ତରର ଭକ୍ତ। ଯେ କରଇ ମୋର ନାମ ଶ୍ରବଣ କୀର୍ତ୍ତନ। ଯିଏ ମୋ ନାମକୁ ଗାନ କରେ ସିଏ ଭକ୍ତ, ଯିଏ ଶ୍ରବଣ କରେ ସିଏ ଭକ୍ତ, ଯିଏ କୀର୍ତ୍ତନ କରେ ସିଏ ଭକ୍ତ। ବୁଝି ହଉଛି? କୀର୍ତ୍ତନ ଯେ ବର୍ତ୍ତମାନ ଯୋଉ ଆଧୁନିକ କୀର୍ତ୍ତନ, ଇଏ କୀର୍ତ୍ତନ କଥା କହିଲା। ପ୍ରଭୁଙ୍କର ନାମକୁ କୀର୍ତ୍ତନ କଲେ ଆଖିରୁ ଲୁହ କଣ ହେଇଯିବ, ଧାର ଧାର। ପୁଣି କଣ କହୁଛନ୍ତି? ଭକ୍ତି ଟିକାରେ ମହାପୁରୁଷ କହିଲେ, ମୋ ନାମ ହୃଦୟ ଲୟ କର, ସର୍ବ ଦେଖିବୁ ଏକକାର। ଖାଲି ନାମକୁ ଅନୁସରଣ କଲେ ହବନି। କହିଲେ ମୋ ନାମକୁ, ଏ ଅର୍ଜୁନ, ହୃଦୟରେ ଲୟ କର। ଏ ଆଖିରେ ନୁହଁ, ପାଟିରେ ନୁହଁ, ମାନେ ଅନ୍ତର ଭିତରେ ସଦା ସର୍ବଦା ତମେ ମୋ ନାମକୁ ଅନୁସରଣ କର। ସର୍ବ ଦେଖିବୁ ଏକକାର। ଜଗତକୁ ଏକକର ଭାବରେ ତୁ ଦେଖିବୁ। ନାମ ବ୍ରହ୍ମ, ନାମ ବ୍ରହ୍ମ, ନାମ ବ୍ରହ୍ମ ସାର, ନାମ ବ୍ରହ୍ମ ବିନୁ ଆଉ ନାହିଁ ପ୍ରତିକାର। ଏ କର୍ମ କରିବା ସହିତ ନାମକୁ ଯିଏ ଅନୁସରଣ କଲେ ସିଏ ହଉଛି କଣ, ଭକ୍ତରେ ଗଣା। ନାମରୁ ହୋଇଛି ଜଗତ, ବେଦ ପୁରାଣ ଶାସ୍ତ୍ର ଗ୍ରନ୍ଥ, ଚତୁର୍ବେଦ କରି ପାଥ କହୁଅଛି ତୋତେ, ନାମ ଯେ ଭଜଇ ପାଥ ଭେଟ ପାଇ ମୋତେ। ଏକା କଥା। କହିଲେ ସବୁ ସୃଷ୍ଟି ହେଇଛି ନାମରୁ। ବେଦ ପୁରାଣ ଶାସ୍ତ୍ର ଉପନିଷଦ ଯେତେ, ସେ କୋଉଥିରୁ ସୃଷ୍ଟି ହେଇଛି? ନାମରୁ। ତାହେଲେ ନାମ କୋଉ ଅକ୍ଷର ନାମ? ମହାପୁରୁଷ ପୁଣି ଖୋଜି କହିଲେ, ବେଦର ମୂଳଟି ଓଙ୍କାର, ଓଙ୍କାର ହୋଇଲା 32 ଅକ୍ଷର। ବେଦୁ ହୋଇଲା ନାନାମତି, ତା ତତ୍ତ୍ୱ କେହି ନ ଜାଣନ୍ତି। ବେଦର ମୂଳ କୋଉ ଅକ୍ଷର? ଓଙ୍କାର ନା? ତାହେଲେ ଯଦି ଅକ୍ଷର ହେଲେ ଓଙ୍କାର, ତାହେଲେ ନାମଟି କଣ? ବୁଝି ହଉଛି? ସେଇ ନାମକୁ ଯଦି ଆମେ ଭଜନ କରିବା, ଜପ କରିବା, କୀର୍ତ୍ତନ କରିବା, ତତ ସଙ୍ଗେ ସଙ୍ଗେ କର୍ମଟା ରଖିଥିବା। ଯଦି କର୍ମ ଠିକ ନଥିବ, ଆମର ନୀତି ଠିକ ନଥିବ, ତାହେଲେ ଖାଲି ହରି ହରି ହେଲେ ତାର ମହତ୍ଵ ନଥାଏ। ବର୍ତ୍ତମାନ ସମୟରେ ଲୋକଙ୍କର ଆଉ ତମେ ଦେଖ, ବାପକୁ ଭୟ ନାହିଁ, ଗୁରୁଙ୍କୁ ଭୟ ନାହିଁ, ବାପା ମାଙ୍କୁ ଭୟ ନାହିଁ। ଗୋଟିଏ ଭୟ ଅଛି, କାହାକୁ ଭୟ ନା? ମରଣକୁ ଭୟ ବା କାଳ ପୁରୁଷକୁ ଭୟ। କିନ୍ତୁ ସେ ଜାଣିବା କଥା, ଜନ୍ମ ହୋଇଛେ ଦିନେ, ନିଶ୍ଚୟ କାଳ ଆମକୁ କଣ କରିବ? ଧରିକି ନବ। ଆମ ମୃତ୍ୟୁ କାଳର ହାତରେ। ଯେତେବେଳେ ଭୂମିଷ୍ଠ ହେଲେ, ମାତୃଗର୍ଭରୁ ମର୍ତ୍ତ୍ୟକୁ ଆସିବେ, କାଳ ହାତରେ ରହିଛି କଣ? ଆମର ଦୌଡ଼ି। ଜାଣି ମଧ୍ୟ ସେ କଣ କରୁଛି? କାଳକୁ ଭୟ କରୁଛି। କିନ୍ତୁ କାହାକୁ ଭୟ କରିବା କଥା? ଗୁରୁ ବ୍ରାହ୍ମଣ ପିତା ମାତା, ଏ ଚାରି ଚଳନ୍ତି ଦେବତା।
ଗୁରୁଙ୍କୁ ଭୟ କରିବା କଥା, ବାପକୁ ଭୟ କରିବା କଥା, ମାଆକୁ ଭୟ କରିବା କଥା, ବ୍ରାହ୍ମଣକୁ ଭୟ କରିବା କଥା, ଦେବତାଙ୍କୁ ଭୟ କରିବା କଥା। ବର୍ତ୍ତମାନ ବ୍ୟକ୍ତି ବିଶେଷଙ୍କର ତାକୁ ଆଉ ଭୟ ନାହିଁ, ଗୋଟିଏ କେବଳ କାଳ ପୁରୁଷକୁ ବୁଝିହେଉଛି। କିନ୍ତୁ କାଳ ନିଶ୍ଚିନ୍ତ ଧରି ନେବ। ଯାହାକୁ ଅର୍କିତ ଦାସ କୁହନ୍ତି, ମିତ ନୀଳ ଦାରୁଣ ଦୈବ ଦିନେ ଯୁଗଳ ନିଦ୍ରା। ତୋର ମନ ଯଦି ମୋର ପାଶ ଥିବ, ମୋ ମନ ତୋ ପାଶେ ଥିବ, ନିତ୍ୟ ବୃନ୍ଦାବନେ ଯୁଗଳ କାନନେ ଦିନେ ଭେଟା ଭେଟି। କାଳ ପୁରୁଷ କାହାକୁ ସଂସାରରେ ଛାଡ଼ି ନାହିଁ। ମଣିଷ ତା ମୁଖରୁ ତରିବାକୁ ହେଲେ ଏଇମାନଙ୍କର କୃପା ଯଦି ବହନ କରିଥିବ, ତତ୍ସଙ୍ଗେ ସଙ୍ଗେ ସତ୍କର୍ମ ଯଦି ଥିବ, ତା ମୁଖରୁ ତରିକି ଯିବ। ସେଥିପାଇଁ ମନୁଷ୍ୟ ପାପ କରେ, ପାପ କରିବାକୁ ଭୟ କରେ। ଆଉ କାଳର ମାଡ଼ ଠାରୁ ଗୋଟେ ଯମ ମାଡ଼ କହନ୍ତି, ଯମ ମାଡ଼ ଠାରୁ ମନେ ରଖିଥା, ମାଡ଼ ଆଉ ନାହିଁ। ତମେ ଗୋଟେ ଲୋକ ଗୋଟେ ଜାବଡ଼ା ପକାଅ, ସେ କ'ଣ ଝାଡ଼ା ବସିବ କି, ପରିସ୍ରା କରିବ କି? କିନ୍ତୁ ମଲା ବେଳେ ଦେଖ ଲୋକମାନେ କ'ଣ କରନ୍ତି, ଝାଡ଼ା ପରିସ୍ରା କରିଦେଇଥାଏ। କାରଣ ସେ ଯମ ନେଲା ବେଳେ କେତେ କଷ୍ଟ, ଯମଦଣ୍ଡ ନ ଲାଗିବା ପାଇଁ ବା ଆତ୍ମାର ମୁକ୍ତି ବା ନିର୍ବାଣତ୍ୱ ପାଇଁ ମନୁଷ୍ୟ ଧର୍ମ କରେ। କାରଣ ଯାବତ ଜନ୍ମ ତାବତ ମରଣ। ଜନ୍ମ ହେଇছে ଦିନେ ମୃତ୍ୟୁ ନିଶ୍ଚିନ୍ତ, ଅନିର୍ବାଚ୍ୟ। ଯମଦଣ୍ଡ ନ ଲାଗିବା ପାଇଁ ଗୁରୁ ପରମ୍ପରା ରହିଛି, ଧର୍ମ କର୍ମ ରହିଛି। ଆମେ ମାନେ ତାକୁ କ'ଣ କରୁଛେ, ଭୁଲି ଯାଇଛେ। ତେଣୁ କେଉଁ ନାମକୁ ଜପିଲେ ସେ ଯମଦଣ୍ଡ ଲାଗିବନି, ବୁଝିହେଉଛି। ମନୁଷ୍ୟର ନିର୍ବାଣତ୍ୱ ଲାଭ, ସେ ବିଷୟ ପୂର୍ବ ଟପିକରେ ଆଲୋଚନା କରିବା। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବାର।